ପିପିଲି ରେ ବାର୍ଡ ଫ୍ଲୁ। ଆଜି 13 ଜଣିଆ ଡାକ୍ତର ଟିମ୍ଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସା ଅଧିକାର କରୁଛନ୍ତି ତଦନ୍ତ। ପିପିଲିରେ 47ଟି କୁକୁଡ଼ା ଫାର୍ମରୁ ପାଖାପାଖି 20,000ରୁ ଅଧିକ କୁକୁଡ଼ା ମରାଯିବା ଅନୁମାନ। ପୂର୍ବରୁ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିଯିବା ଫଳରେ ଆନିମାଲ୍ ଡିଜିଜ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ କୁକୁଡ଼ାର ରକ୍ତ, ମଳ, ମୂତ୍ର, କଫ ସଂଗ୍ରହ କରିବା ସହିତ ମଲା କୁକୁଡ଼ାକୁ ସାଥିରେ ନେଇ ଏହାକୁ ପରୀକ୍ଷା କରାଯିବା ପାଇଁ ଭେଲୋର ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ଏହି ନମୁନାରୁ ପଜିଟିଭ୍ ଆସିଥିବା ବେଳେ ଏହା ବାର୍ଡ ଫ୍ଲୁ ବୋଲି ଜଣାପଡ଼ିଛି। ସେପଟେ ଗତ 1 ସପ୍ତାହ ତଳେ ବିଭିନ୍ନ କୁକୁଡ଼ା ଫାର୍ମରେ କୁକୁଡ଼ା ମରିବା ନଜରକୁ ଆସିବା ପରେ କୁକୁଡ଼ାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଉକ୍ତ ନମୁନା ପଜିଟିଭ୍ ବାହାରିବା ପରେ ଆଜି ବିଭିନ୍ନ କୁକୁଡ଼ା ଫାର୍ମରେ କୁକୁଡ଼ା ମରାଯିବା ନେଇ ବିଭାଗ ପ୍ରସ୍ତୁତ ହୋଇଯାଇଛି।